ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେଲା ପରେ ମାନସିକ ଅବସାଦର ଚରମ ସୀମାରେ ପହଞ୍ଚିଛି। କଂସଙ୍କୁ ଯେ ପ୍ରକାର ଭାବରେ ଶେଷ ଅବସ୍ଥାରେ ଚାରିଆଡ଼େ ଖାଲି କୃଷ୍ଣ କୃଷ୍ଣ ଦେଖା ଦେଉଥିଲା, ଆଜି ବିଜୁ ଜନତା ଦଳକୁ ଖାଲି ମୋହନ ମୋହନ ଦେଖା ଦେଉଛି। ବିଜୁ ଜନତା ଦଳ ଯେଉଁମାନେ ପ୍ରଶ୍ନକର୍ତ୍ତା ଅଛନ୍ତି ସେମାନଙ୍କୁ ମୁଁ ମନେ ପକାଇ ଦେବା ପାଇଁ ଚାହେଁ ଯେ ଓଡ଼ିଶାବାସୀ ତାଙ୍କୁ ମୁଖ୍ୟ ବିରୋଧୀ ଦଳ ଆସନରେ ବସେଇଛନ୍ତି। ଗତ ପାଖାପାଖି 17 ମାସ ଭିତରେ ଯେତେବେଳେ ବି ବିଧାନସଭାର ଅଧିବେଶନ ହେଇଛି, ତାଙ୍କ ଦଳର ଯେଉଁମାନେ ଯିଏ ବିରୋଧୀ ଦଳର ନେତା ଅଛନ୍ତି କିମ୍ବା ବିରୋଧୀ ଦଳର ଉପନେତା ଅଛନ୍ତି, ଓଡ଼ିଶା ସ୍ୱାର୍ଥ ସମ୍ବନ୍ଧିତ କେତେଟା ପ୍ରଶ୍ନ ପଚାରିଛନ୍ତି, କେତେ ପ୍ରଶ୍ନ ଉଠେଇଛନ୍ତି, ଦୟାକରି ଏକଥାକୁ ସେ କ୍ଲାରିଫିକେସନ୍ ଦେବା ଦରକାର। ଓଡ଼ିଶା ସରକାର ଲୋକଙ୍କର ସରକାର, ଲୋକଙ୍କର ବିକାଶ ପାଇଁ ଲାଗିଛି ସରକାର ନିରନ୍ତର ଭାବରେ। କେନ୍ଦ୍ର ସରକାରଙ୍କ ସହିତ ସମନ୍ୱୟ ରଖିକରି ସରକାର କାମ କରୁଛନ୍ତି। ସେ ଦୃଷ୍ଟିରୁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ଚାଲିବା ପାଇଁ ବଙ୍ଗଳା ପାଇଛି। ଖାଲି ଓଡ଼ିଶା ପାଇନାହିଁ, ଓଡ଼ିଶାକୁ ଛାଡ଼ିକରି ମଧ୍ୟ ଆହୁରି 8ଟି ରାଜ୍ୟ ସେମାନେ ମଧ୍ୟ ସରକାରୀ ବଙ୍ଗଳା ପାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ଚାଲିବା ପାଇଁ। ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଆସାମ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ରାଜସ୍ଥାନ ଏ ସମସ୍ତ ରାଜ୍ୟ ମଧ୍ୟ ବଙ୍ଗଳା ପାଇଛନ୍ତି। ବିଜୁ ଜନତା ଦଳ ବୋଧେ ଭୁଲି ଯାଇଛି ମୁଖ୍ୟମନ୍ତ୍ରୀଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛି ନା। ତାଙ୍କ ଦଳର ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କର ପ୍ରାଇଭେଟ ଘର ତା ସାମ୍ନାରେ ଥିବା ସର୍ବସାଧାରଣ ରାସ୍ତାକୁ ବନ୍ଦ କରିକି ବ୍ୟାରିକେଡ୍ କରିକି ନିଜ ଘର ସାଙ୍ଗେ ମିଶାଇଥିଲେ। ଏୟାରପୋର୍ଟର ପାଚେରିକି ଭାଙ୍ଗିଥିଲେ ରାସ୍ତା ଏପଟେ ବଢ଼ାଇବା ପାଇଁ। ଓଡ଼ିଶାବାସୀ ଭୁଲି ନାହାନ୍ତି। ଓଡ଼ିଶାବାସୀ ଏକଥା ମଧ୍ୟ ଭୁଲି ନାହାନ୍ତି ଯେ ବିଜୁ ଜନତା ଦଳର ତତ୍କାଳୀନ ଯିଏ ଗୁମାସ୍ତା ଥିଲେ, ଏବେ ବି ଯିଏ ପାର୍ଟିକି ଚଲାଉଛନ୍ତି ପଛଆଡ଼େ ରହିକରି, ତାଙ୍କ ସୁରକ୍ଷାରେ କେତେ ଜଣ ପୋଲିସ ଅଧିକାରୀ ନିଯୁକ୍ତି ହେଉଥିଲେ, ତାର ଟିକେ ହିସାବଟା ବିଜୁ ଜନତା ଦଳ ସାର୍ବଜନୀନ କରିବାର ଆବଶ୍ୟକତା ଅଛି। ବିଜୁ ଜନତା ଦଳ ଆଜି ଓଡ଼ିଶା ରାଜନୀତିର ଅସ୍ତଗାମୀ ରାଜନୈତିକ ଦଳ। ତ ସେ ଦୃଷ୍ଟିରୁ ବିଜୁ ଜନତା ଦଳ ମାନସିକ ଭାରସାମ୍ୟ ହରେଇକରି ବିଭିନ୍ନ ସମୟରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବା ପାଇଁ ଚାହୁଁଛି। ଯଦି ଓଡ଼ିଶା ସ୍ୱାର୍ଥ ସମ୍ବନ୍ଧୀୟ କୌଣସି ପ୍ରଶ୍ନ କରିଥାନ୍ତା, ତାହେଲେ ଓଡ଼ିଶାବାସୀ ତାକୁ ଗ୍ରହଣ କରିଥାନ୍ତେ। ଏ ପ୍ରକାର ବିଷୟକୁ ଯେତେବେଳେ ଉଠଉଛି, ମୋତେ ଲାଗୁଛି ବିଜୁ ଜନତା ଦଳର ହତାଶାର ପରିଚାୟକ। ବିଜୁ ଜନତା ଦଳ ଓଡ଼ିଶା ରାଜନୀତିରୁ ସମାପ୍ତ ହେବା ଅବସ୍ଥାରେ ଅଛି। ସେ ଦୃଷ୍ଟିରୁ ବିଜୁ ଜନତା ଦଳ ଏ ପ୍ରକାର ବାଚଳାମୀ କଥାବାର୍ତ୍ତା କରିବା ଆରମ୍ଭ କରିଛି।
सर ये घटनाटा गोटे राजनैतिक उद्देश्य प्रणोदित कि देखो विजु जनता दल पाखरे कौन प्रकार प्रसंग नहीं जड़े मध्य व्यक्ति विजु जनता दल को जाऊना गत 17-18 मास भितर आप देखी ओल्टी विजु जनता दल सहित जो मैंने थिले से सांसद हुंतु विधायकर परिवार हुंतु पूर्वतन विधायक हुंतु पूर्वतन सांसद हुंतु जिला परिषद ब्लॉक चेयरमैन सरपंच समिति सभ्य ये समस्ते आज भारतीय जनता पार्टी मुहां होती से दृष्टि गणमाध्यम रहिबा पाई विजु जनता दल रो अस्तित्व बंचेबा पाई ए प्रकार बाचालामी विजु जनता दल विभिन्न समय करुच्ची।